ପ୍ରେମ ଜିଦିରେ ନୁହେଁ, ପ୍ରେମ ଭାଗ୍ୟରେ ଥିଲେ ମିଳେ। ସେଥିପାଇଁ ତ ଦୁନିଆର ମାଲିକ ରାଧାଙ୍କ ବିନା ରହିଲେ। ମଣିଷ ଏହି ଦୁଇଟି ସ୍ଥାନରେ ବାରମ୍ବାର ହାରିଥାଏ, ଗୋଟିଏ ପ୍ରେମ ପାଖରେ, ଦ୍ୱିତୀୟଟି ପରିବାର ପାଖରେ। ପ୍ରେମର ଅନୁଭବ ଟିକେ ନିଆରା ହୋଇଥାଏ। ପ୍ରେମ ଦୂରରେ ଥିଲେ ବି ଭାବନାରେ ପାଖରେ ଥାଏ। ଧୋକାବାଜ ନୁହେଁ ମୁଁ, ଏମିତି ଭୁଲିଯିବି। ମୁଁ ଚୁପ୍ ଅଛି, କାରଣ ତୋତେ ପାଇବାର ବାଟ ଖୋଜୁଛି। କାରଣ ତୁ ନ ଜାଣିଲେ ବି ମୋ ହୃଦୟ ଜାଣିଛି, ମୁଁ ତୋତେ କେତେ ଚାହୁଁଛି। ସଚ୍ଚା ପ୍ରେମ କ'ଣ ହୋଇଥାଏ, ଏକଥା କେବଳ ସିଏ ବୁଝିପାରିଛି ଯିଏ କାହାକୁ ବହୁତ ପ୍ରେମ କରିଛି, ପୁଣି ତାକୁ ହରେଇ ଦେଇଛି। ବେଳେବେଳେ ସେହି ମଣିଷ ଅଧିକ କନ୍ଦେଇ ଦିଏ, ଯାହାର ଖୁସି ପାଇଁ ଆମେ କିଛି ବି କରିବାକୁ ରାଜି ଥାଉ। ଯାହା ସହଜରେ ମିଳେ ତାହାର ମହତ୍ଵ ମଧ୍ୟ ଶସ୍ତା ହୋଇଥାଏ। କାହା ପାଖରେ ଅଧିକ ଆଶା ରଖ ନାହିଁ, ନହେଲେ ତୁମେ ଦୁଃଖରେ ଥିବ, ଆଉ କାହାକୁ ବି କିଛି ବି ଫରକ ପଡ଼ିବନି। ଅନ୍ୟମାନେ ତୁମ ବିଷୟରେ କ'ଣ ଭାବୁଛନ୍ତି ତାହା ଜରୁରୀ ନୁହଁ, କାରଣ ତୁମେ ନିଜେ କ'ଣ ତାହା ତୁମେ ନିଜେ ଭଲସେ ଜାଣିଛ। କାହାକୁ କୈଫିୟତ ଦେବାର ଆବଶ୍ୟକତା ନାହିଁ। ମଣିଷ ବିନା କାରଣରେ ନିଜେ ଦେଇଥିବା ଇଜ୍ଜତ ଆଉ କାହାଠାରୁ ପାଇଥିବା ବେଇଜ୍ଜତ କେବେ ଭୁଲି ପାରିନଥାଏ। ଯାହା ସହ ଆପଣ ରହିବାକୁ ପସନ୍ଦ କରନ୍ତି, ତାଙ୍କ ସହ ରହିବା ପାଇଁ ଗୋଟିଏ ବାହାନା ତ ନିଶ୍ଚିତ ମିଳିଯିବ, କିନ୍ତୁ ଯାହା ସହ ରହିବା ପସନ୍ଦ ନୁହେଁ, ତାଙ୍କ ସହିତ ନ ରହିବା ପାଇଁ ହଜାରେ ବାହାନା ମିଳିଯିବ। କାହାକୁ ଏତେ ସମୟ ବି ଦିଅ ନାହିଁ, ସିଏ ଆପଣଙ୍କୁ ଫାଲତୁ ଭାବିବାକୁ ଲାଗିବ। ସଚ୍ଚା ପ୍ରେମ କରୁଥିବା ମଣିଷ ଅଧିକ କହି ହୁଅନ୍ତି ନାହିଁ, କିନ୍ତୁ ପ୍ରେମ ପାଇଁ ଅଧିକ ଚିନ୍ତା କରିଥାନ୍ତି। ଦେଖେଇ ହୁଅନ୍ତି ନାହିଁ, କିନ୍ତୁ ପ୍ରେମ ପାଇଁ ବହୁତ ବ୍ୟସ୍ତ ହୋଇଥାନ୍ତି। କାନ୍ଦିଲେ ମଣିଷ ଦୁର୍ବଳ ହୋଇଯାଏ, ଏହା ଭୁଲ। ବରଂ କାନ୍ଦି କାନ୍ଦି ନିଜକୁ ସମ୍ଭାଳୁଥିବା ମଣିଷ ଶେଷରେ ବହୁତ ମଜବୁତ ହୋଇଯାଆନ୍ତି। ଯେଉଁ ମଣିଷ ନିଜେ ନିୟମ କରି ନିଜେ ମାନିବ, ଆଜି କାମ ଆଜି କରିବ, ଦେଖିବ ସେହି ମଣିଷ ଦୁନିଆରେ ଦିନେ ରାଜ କରିବ। ହୃଦୟର ସମ୍ପର୍କ ବି ନିଆରା, କାରଣ ସବୁଠାରୁ ଅଧିକ ସିଏ କାନ୍ଦନ୍ତି ଯିଏ ସମ୍ପର୍କକୁ ହୃଦୟରୁ ମାନନ୍ତି। ମୁଁ ଏକୁଟିଆ ରହିବାର କାରଣ ଏହା କି ମୋତେ ମିଛ ସମ୍ପର୍କ ଠାରୁ ଦୂରେଇ ଯିବାରେ କୌଣସି ଆପତ୍ତି ନଥାଏ। ଭିତର ମଣିଷକୁ ସମ୍ପୂର୍ଣ୍ଣ ଭାଙ୍ଗିକି ରଖିଦିଏ ସେହି ଲୁହ, ଯାହା ରାତିର ଅନ୍ଧାରରେ ନିରୋଳାରେ ବହିଯାଏ। କେବେ ତାଙ୍କୁ ବି ଭଲ ପାଇକି ଦେଖ, ଯିଏ ବିନା ସ୍ୱାର୍ଥରେ ତୁମକୁ ଭଲ ପାଆନ୍ତି। ସମୟ ବହୁତ କିଛି ଶିଖେଇ ଦିଏ, ଲୋକଙ୍କ ସହ ବଞ୍ଚିବା ବି ଆଉ ଲୋକଙ୍କ ବିନା ବଞ୍ଚିବା ବି। ନିଜ ଉପରେ ବିଶ୍ୱାସ କରିବା ଶିଖିଯାଅ। ଲୋକ କେତେ ବି ବିଶ୍ୱସ୍ତ ହୁଅନ୍ତୁ ନା କାହିଁକି, ଦିନେ ବିଶ୍ୱାସ ଆଉ ହୃଦୟକୁ ଭାଙ୍ଗି ହିଁ ଦିଅନ୍ତି। ତୁମେ ଆଗରୁ କାହାକୁ ଭଲ ପାଇଛ କି ନାହିଁ, ଏହି ପ୍ରଶ୍ନ ନିଶ୍ଚୟ ସିଏ ପଚାରିବ ଯିଏ ତୁମକୁ ମିଛ ପ୍ରେମ କରୁଥିବ। ଧନ୍ୟବାଦ ବନ୍ଧୁଗଣ। ଯଦି ଆଜିର କଥାଗୁଡ଼ିକ ଆପଣଙ୍କ ମନକୁ ଛୁଇଁଥାଏ, ନିଶ୍ଚିତ ସବସ୍କ୍ରାଇବ୍ କରିବେ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଧନ୍ୟବାଦ।